ସାଙ୍ଗମାନେ ମୋ ସୁନ୍ଦର ଅଧିକାର ଦେଖନ୍ତୁ। ମୁକ୍ତିର ଦାଦା ଆଉ ଆଦିତ୍ୟ ମାଡ଼ପିଟ ଲାଗୁଥିବା ସମୟରେ ମୁକ୍ତି ତାକୁ ଆସି ଛଡ଼େ ଓ କୁହେ, ଛାଡ଼ନ୍ତୁ। ବାସ୍, ବହୁତ ହେଇଗଲା। ସେତେବେଳଠୁ ଆମ ପରିବାର ବିଷୟରେ କ'ଣ ନାହିଁ କ'ଣ କହିଚାଲିଛ, ଆଉ ଆମେ ସମସ୍ତେ ଚୁପ୍ ହେଇ ଶୁଣୁଛୁ। ଆଦିତ୍ୟ କୁହେ, ମୁଁ କିଛି ବି ଭୁଲ କହିନି, ସବୁ ସତ କହୁଛି ମୁଁ। ତମ ଦାଦା ତମକୁ ନେଇକି ସଉଦା କରିବା ପାଇଁ ଚାହୁଁଥିଲେ, ପଚାର ତାଙ୍କୁ। ତାହେଲେ ଭାଇମାନେ ଆପଣମାନେ କୁହନ୍ତୁ, ଜମିର ପୁରା ଟଙ୍କା ଦେବା ପରେ ଜମିର ପେପର୍ସରେ ଭଲ ଭାବେ ସାଇନ୍ ନ ଦେବା ସେଇଟା ଭଦ୍ରାମିର ପରିଚୟ ନା ବେଇମାନିର ପରିଚୟ? ମୁକ୍ତ କିଏ, କେବଳ ସେ ଗୋଟେ ସାଇନ୍ ପାଇଁ ତମେ ମୋ ପରିବାର ସହିତ ଏମିତି କରୁଛ? ଆରେ ଯେଉଁମାନଙ୍କର ସାହସ ନଥିଲା ମୋ ପରିବାର ସାମ୍ନାରେ ଆଖି ଉଠେଇ ଚାହିଁବାକୁ, ତମେ ସେମାନଙ୍କ ସାମ୍ନାରେ ମୋ ପରିବାରକୁ ଅସମ୍ମାନ କରୁଛ? ସାର୍, ଆପଣ ବି ଲୋକର ସାଥ ଦେଉଛନ୍ତି? ଆଦିତ୍ୟ କିଏ, ନା, ସେ କେବଳ ନ୍ୟାୟର ସାଥ ଦେଉଛନ୍ତି, ଆଉ ଦେବେ ବି। ମୁକ୍ତି କୁହେ, ଆମେ ବି କାହା ସହିତ ଅନ୍ୟାୟ କରିନୁ, ଆଉ ଯଦି କେବଳ ସେ ସାଇନ୍ ହେଇଗଲେ ତମ ମନ ଶାନ୍ତି ହେଇଯିବ, ତାହେଲେ ମୁଁ ଏବେ କରିଦେଉଛି। ତାପରେ ମୁକ୍ତି ସେ ପେପରରେ ସାଇନ୍ କରିଦିଏ ଆଉ ସାଇନ୍ କରି ଆଦିକୁ କୁହେ, ଇଏ ହେଉଛି ତମ ମୂଲ୍ୟବାନ ପେପର, ଯାହା ପାଇଁ ତମେ ଆଜି ବହୁତ କିଛି କହିଗଲ। କହି ପେପର ଆଦି ମୁହଁକୁ ଫିଙ୍ଗିଦିଏ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏହିଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।